ଏଠି ଦେଖନ୍ତୁ ଗୋଟେ ଖବର ଆସିଛି ଜବରଦସ୍ତ ଯୋଜନା ମାସକୁ ମିଳିବ 20,000 ଟଙ୍କା କରିବାକୁ ହେବ ଏତିକି ନିବେଶ। ତ କ'ଣ ରହିଛି ଖବରଟି ଆସନ୍ତୁ ଆଜି ସମ୍ପୂର୍ଣ୍ଣ ଡିଟେଲ୍ସରେ ଜାଣିବା। ତ ଏହା ପୂର୍ବରୁ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ ନୋଟିଫିକେସନ୍ ବେଲ୍କୁ ଦବାଇକି ଅଲ୍ ସିଲେକ୍ଟ କରିଦିଅନ୍ତୁ। ତ ଯେବେ ବି କୌଣସି ଏମିତି ଭିଡ଼ିଓ ଆସିବ ତ ଆପଣମାନେ ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିପାରିବେ। ଯଦି ଆପଣ କିମ୍ବା ଆପଣଙ୍କ ପିତାମାତା ଅବସର ପାଇଁ ନିବେଶ କରିବାକୁ ଚାହୁଁଛନ୍ତି ଏବଂ ନିବେଶ ସମ୍ପୂର୍ଣ୍ଣ ନିରାପଦ ରହି ଭଲ ରିଟର୍ଣ୍ଣ ମିଳିବାକୁ ଚାହୁଁଛନ୍ତି, ତେବେ ପୋଷ୍ଟ ଅଫିସର ସିନିୟର ସିଟିଜନ୍ ସେଭିଂସ୍ ସ୍କିମ୍ SCSS ଆପଣଙ୍କ ପାଇଁ ଉପଯୋଗୀ ହୋଇପାରେ। ଅବସର ପରେ ଯଦି ନିୟମିତ ଆୟର କୌଣସି ଉତ୍ସ ନଥାଏ, ତେବେ ଏକ ଏପରି ଯୋଜନାର ଆବଶ୍ୟକତା ହୁଏ ଯାହା ପ୍ରତି ମାସରେ ନିଶ୍ଚିତ ଆୟ ଦେଇପାରେ। ପୋଷ୍ଟ ଅଫିସର ସିନିୟର ସିଟିଜନ୍ ସେଭିଂସ୍ ସ୍କିମ୍ ଏହି ଆବଶ୍ୟକତାକୁ ପୂରଣ କରେ। ଏହି ଯୋଜନାରେ ନିବେଶ କରି ଆପଣ ପ୍ରତି ମାସରେ ପ୍ରାୟ 20,000 ଟଙ୍କା ପର୍ଯ୍ୟନ୍ତ ନିୟମିତ ଆୟ କରିପାରିବେ, ତାହା ମଧ୍ୟ କୌଣସି ଅସୁବିଧା ବିନା। କେଉଁମାନେ ନିବେଶ କରିପାରିବେ ଆସନ୍ତୁ ଜାଣିବା। ଏହା ଏକ ସରକାରୀ ଯୋଜନା ଯାହା ବିଶେଷ ଭାବେ ବରିଷ୍ଠ ନାଗରିକମାନଙ୍କ ପାଇଁ ପ୍ରସ୍ତୁତ। 60 ବର୍ଷ କିମ୍ବା ତା'ଠାରୁ ଅଧିକ ବୟସର ବ୍ୟକ୍ତି ଏହି ଯୋଜନାରେ ଆକାଉଣ୍ଟ ଖୋଲିପାରିବେ। ସରକାରୀ କର୍ମଚାରୀ ଯଦି 55ରୁ 60 ବର୍ଷ ମଧ୍ୟରେ VRS ନିଅନ୍ତୁ, ସେମାନେ ମଧ୍ୟ ଏହାର ଲାଭ ଉଠାଇ ପାରିବେ। ଏହା ସହିତ ପ୍ରତିରକ୍ଷା କ୍ଷେତ୍ର, ସେନା, ବାୟୁସେନା ଓ ନୌସେନାରୁ ଅବସରପ୍ରାପ୍ତ ବ୍ୟକ୍ତି 50 ବର୍ଷ ବୟସରୁ ଏହି ଯୋଜନାରେ ଯୋଗ ଦେଇପାରିବେ। ସରକାରୀ ଗ୍ୟାରେଣ୍ଟି ଓ ଆକର୍ଷଣୀୟ ସୁଧ ହାର। ପୋଷ୍ଟ ଅଫିସ SCSS ବର୍ତ୍ତମାନ 8.2% ବାର୍ଷିକ ସୁଧ ପ୍ରଦାନ କରୁଛି, ଯାହା ଅଧିକାଂଶ ବ୍ୟାଙ୍କର ଫିକ୍ସଡ ଡିପୋଜିଟ୍ ଯୋଜନାଠାରୁ ବହୁତ ଭଲ। ଏହି ଯୋଜନାରେ ସରକାରଙ୍କ ଦ୍ୱାରା ନିବେଶର ସମ୍ପୂର୍ଣ୍ଣ ସୁରକ୍ଷା ଗ୍ୟାରେଣ୍ଟି ରହିଛି, ତେଣୁ ଏହା ସମ୍ପୂର୍ଣ୍ଣ ଭରସାଯୋଗ୍ୟ। ଏହି ଯୋଜନାରେ ନିବେଶ ଉପରେ ଆୟକର ଅଧିନିୟମର ଧାରା 80C ଅନୁଯାୟୀ 1.5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକସ ଛାଡ଼ ମିଳିଥାଏ। ତେବେ ସୁଧ ରାଶି ଉପରେ ଟିକସ ଲାଗିଥାଏ। କିପରି ମିଳିବ ମାସିକ 20,000 ଟଙ୍କା? ଯଦି ଜଣେ ନିବେଶକ ଏହି ଯୋଜନାରେ ଏକକାଳୀନ 30 ଲକ୍ଷ ଟଙ୍କା ନିବେଶ କରନ୍ତି, ତେବେ 8.2% ସୁଧ ହାର ଅନୁଯାୟୀ ତାକୁ ବର୍ଷିକ 2.47 ଲକ୍ଷ ଟଙ୍କାର ସୁଧ ମିଳିବ, ଅର୍ଥାତ୍ ପ୍ରତି ମାସରେ ପ୍ରାୟ 20,500 ଟଙ୍କାର ଆୟ କେବଳ ସୁଧ ରୂପେ ମିଳିବ। ଏହାଦ୍ୱାରା ଅବସର ପରେ ମଧ୍ୟ ଆପଣମାନଙ୍କ ପାଇଁ ଆବଶ୍ୟକତା ସହଜରେ ପୂରଣ କରିପାରିବେ। ଯୋଜନାର ବିବରଣୀ। ଏହି ଯୋଜନାରେ ନ୍ୟୁନତମ ନିବେଶ 1,000 ଟଙ୍କା ଏବଂ ସର୍ବାଧିକ ନିବେଶ 30 ଲକ୍ଷ ଟଙ୍କା ଏକକ ବା ଯୁଗ୍ମ ଆକାଉଣ୍ଟ ପର୍ଯ୍ୟନ୍ତ କରାଯାଇପାରିବ। ଯୋଜନାର ପରିପକ୍ୱତା ଅବଧି 5 ବର୍ଷ, ଯାହାକୁ ଆଉ 3 ବର୍ଷ ପାଇଁ ବୃଦ୍ଧି କରାଯାଇପାରିବ। ଆଇ ହୋପ୍ ଭିଡ଼ିଓଟି ଆପଣମାନେ ସମ୍ପୂର୍ଣ୍ଣ ଡିଟେଲ୍ସ ଜାଣିପାରିଥିବେ। ତ ଭିଡ଼ିଓକୁ ଲାଇକ୍ କରନ୍ତୁ, ସେୟାର କରନ୍ତୁ।